ଯେଉଁମାନେ ପ୍ରାଇମେରୀ ସ୍କୁଲ ଟିଚର ହେବାକୁ ଚାହୁଁଛନ୍ତି ବା ଯେଉଁମାନେ ସିଟି ଆଡମିସନ ବା ଡିଏଲଇଡିରେ ଆଡମିସନ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଗୋଟେ ବଡ଼ ନୋଟିସ୍ ଆସିଛି ଇନଫର୍ମେସନ। এটা ଡିରେକ୍ଟୋରେଟ୍ ଅଫ୍ ଟିଚର ଏଜୁକେସନ୍ ଆଣ୍ଡ ଏସସିଆରଟି ଓଡ଼ିଶା ଭୁବନେଶ୍ୱର ତରଫରୁ ଜାରି କରାଯାଇଛି। ଆଡମିସନ ପାଇଁ 2026ରୁ 28 ଆଡମିସନ ବ୍ୟାଚ୍ ପାଇଁ ଆସିଯାଇଛି କ'ଣ ନା ଡିଏଲଇଡି କୋର୍ସ ପାଇଁ। ଓକେ, ସେଟା କ'ଣ ରହିଛି ନା ଗୋଟେ ସିବିଟି ବେସ୍ଡ ଏକ୍ଜାମିନେସନ ପାଇଁ ଡିଏଲଇଡି ତରଫରୁ ନୋଟିଫିକେସନ ଜାରି କରାଯାଇଛି, ଯୋଉଟାକି ଆମର ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଦ୍ୱାରା କରାଯାଉଅଛି 26-28 ଆଡମିସନ ସେସନରେ। ମାନେ ଦେଖିବା ଯେଉଁମାନେ ଏଇଥିରେ ଆଡମିସନ କରିବାକୁ ଚାହୁଁଛ ସିଧା ଯିବା ଆମର କୋଉଠି ନା ସାମ୍ସର ୱେବସାଇଟକୁ, ସେଠାରେ ଯାଇକି ତମମାନେ ଆଡମିସନ କରିପାରିବ। କେବେଠାରୁ ଆଡମିସନ ଷ୍ଟାର୍ଟ ହେଇଯାଉଛି ତାର ଅନଲାଇନ ଆପ୍ଲିକେସନ ନା 27/5/2026ରୁ ଅଲରେଡି ଷ୍ଟାର୍ଟ ହେଇଯାଇଛି ଏବଂ ଲାଷ୍ଟ ଡେଟ୍ ଅଛି 18/6/2026 ମିଡ୍ ନାଇଟ୍ ପର୍ଯ୍ୟନ୍ତ। ତେଣୁକରି ଯାଇକି ସମସ୍ତେ ଆଡମିସନ ପାଇଁ ଆପ୍ଲାଏ କରିଦେବ ଏବଂ ଏହାପରେ ଗୋଟେ ଏଣ୍ଟ୍ରାନ୍ସ ତମର ହବ। ଏଣ୍ଟ୍ରାନ୍ସରେ ଯେଉଁମାନେ କ୍ୱାଲିଫାଏଡ ହେବେ ସେମାନେ ତାପରେ ସିଟି ଆଡମିସନ ପାଇଯିବେ। ଯେଉଁମାନେ ବେସିକାଲି ପ୍ରାଇମେରୀ ସ୍କୁଲ ଟିଚର ହେବାକୁ ଚାହୁଁଛନ୍ତି ସେ କହୁଛନ୍ତି ତାପରେ ଏଡିଟ୍ ପାଇଁ ଅନଲାଇନରେ ଆପ୍ଲିକେସନ 19/6ରୁ 20/6 ପର୍ଯ୍ୟନ୍ତ ମଧ୍ୟ ଦିଆଯିବ। ଆଣ୍ଡ ଟୋଲ ଫ୍ରି ନମ୍ବର ମଧ୍ୟ ଏଠାରେ ପ୍ରୋଭାଇଡ କରାଯାଇଛି। ତା ସହିତ ୱେବସାଇଟ କୋଉଠି ଭିଜିଟ୍ କରିବ ନା www.samsodisha.gov.in ବା scrt.odisha.gov.inରେ ଯାଇକି ଆପ୍ଲାଏ କରିପାରିବ। ଓକେ, ତ ନିଶ୍ଚିତ ଭାବରେ ଯେଉଁମାନେ ସିଟି ଆଡମିସନ କରିବାକୁ ଯାଉଛନ୍ତି ଏଇଟା ଗୋଟେ ବଡ଼ ଇନଫର୍ମେସନ ଅଛି ତୁମମାନଙ୍କ ପାଇଁ। 2026-28 ଆଡମିସନ ବ୍ୟାଚ୍ କୋଉମାନେ ଏଥିରେ ଇଲିଜିବୁଲ, ଆମର ଯେଉଁମାନେ ରିସେଣ୍ଟଲି +2 ପାସ୍ କରିଛନ୍ତି ଆର୍ଟସ କମର୍ସ ସାଇନ୍ସ ହଉ ସେମାନେ କ'ଣ କରିବେ ନା ବେସିକାଲି ଏଥିରେ ଇଲିଜିବୁଲ ହୁଅନ୍ତି ସିଟି ଆଡମିସନ ପାଇଁ ଡିଏଲଇଡି ପାଇଁ। ଓକେ, ଆର୍ଟସ ବେସିକାଲି ଆର୍ଟସ ସାଇନ୍ସ ପିଲାମାନେ ଏଥିରେ ଇଲିଜିବୁଲ ଥାନ୍ତି ଏବଂ ଗ୍ରାଜୁଏସନ ପରେ ମଧ୍ୟ ସମସ୍ତେ ଏହାକୁ ଆପ୍ଲାଏ କରିପାରିବେ, ନୋ ପ୍ରୋବ୍ଲେମ୍। 2 ଇୟରର କୋର୍ସ ଭ୍ୟାଲିଡିଟି ରହୁଛି। ଓକେ, ଆଜି ପାଇଁ ଭିଡ଼ିଓଟି ଏତିକି ରହିଥିଲା। ଭେରି ଇନଫର୍ମେସନ ଅଛି, ବହୁତ ବଡ଼ ଇନଫର୍ମେସନ ତୁମମାନଙ୍କ ପାଇଁ। ଥ୍ୟାଙ୍କ ୟୁ।